ଇଂଲଣ୍ଡର ପ୍ରସିଦ୍ଧ ଚିକିତ୍ସକ ଲର୍ଡ ମୋନିହନ୍ ଭିଡ଼ ଥିବା ଜାଗାରେ ମଧ୍ୟ କୁଶଳତାପୂର୍ବକ ଅପରେସନ୍ କରିଦେଉଥିଲେ। ପତ୍ରକାର ବାର୍ତ୍ତାରେ ଥରେ ଜଣେ ପତ୍ରକାର ତାଙ୍କୁ ପଚାରିଲା, ଆପଣଙ୍କ ଏକାଗ୍ରତାର ରହସ୍ୟ କ'ଣ, ଯଦ୍ୱାରା ଆପଣ ବ୍ୟସ୍ତବହୁଳ ସ୍ଥାନରେ ବି ଏହି ସରଳତାପୂର୍ବକ ଜଟିଳରୁ ଜଟିଳ ଅପରେସନ୍ କରିଦେଉଛନ୍ତି? ଲର୍ଡ ମୋନିହନ୍ ଉତ୍ତର ଦେଲେ, ଭିଡ଼ କ'ଣ? ସେଠାରେ ତ ମୁଁ ଆଉ ମୋର ରୋଗୀ କେବଳ 2 ଜଣ ହିଁ ଉପସ୍ଥିତ ଥାଉ। ଅନ୍ୟମାନଙ୍କ ଉପରେ ତ ମୋର ଧ୍ୟାନ ହିଁ ନଥାଏ। ବାକି ରହିଲା ଏକାଗ୍ରତାର କଥା, ତ ମୁଁ ସେହି ରୋଗୀ ସ୍ଥାନରେ ନିଜକୁ ହିଁ ଦେଖିଥାଏ, ଯିଏ ଏତେ ଭିଡ଼ ସ୍ଥାନରେ ମଧ୍ୟ ନିଜକୁ ନିଶ୍ଚିନ୍ତ କରି ମୋତେ ସମର୍ପଣ କରିଦିଏ। ଏବଂ ଯେତେବେଳେ ମୁଁ ତାଙ୍କୁ ଏହି ସହଜତାପୂର୍ବକ ସ୍ୱୟଂକୁ ମୋତେ ଅର୍ପଣ କରିଦେଉଥିବାର ଦେଖେ, ତ ମୁଁ ମଧ୍ୟ ନିଜକୁ ନିଶ୍ଚିନ୍ତ କରି ମୋର ଭଗବାନଙ୍କୁ ଅର୍ପଣ କରିଦିଏ। ବାକି କାମ ସେ ସ୍ୱୟଂ କରିଦିଅନ୍ତି। ନିର୍ଭର ଯୋଗୁଁ ଭଗବାନଙ୍କୁ ସମର୍ପଣ କରିଦେବା ହିଁ ଜୀବନରେ ସଫଳତା ମିଳିବାର ପ୍ରକୃତ ରହସ୍ୟ। ଧନ୍ୟବାଦ। ଖଣ୍ଡଜ୍ୟୋତି ଓଡ଼ିଆ, ଜୁଲାଇ ମାସ 2024 ମସିହା, ପୃଷ୍ଠ ସଂଖ୍ୟା 30। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।